अच्छा आपण कहउचंती जे वार्ता ठीक गला लोकन पाखु निश्चित रूपे हम्म प्रभुଙ୍କ ପାଖକୁ ଆଶୀର୍ବାଦ ଭିକ୍ଷା କରିବା ଇଏ କୋଉ ଭୁଲ ବାର୍ତ୍ତା ଯାଉଛି ବୋଲି ଆପଣଙ୍କୁ ଲାଗୁଛି? ने पार्टी को नहीं की करवा ଦେଖନ୍ତୁ ମୁଁ କହିଲି ଆପଣ ସିକୁଲାର କଥା କହିଲେ ମୁଁ ତା ସହିତ ଯୋଡ଼ିଦେଲି ଯେ ଜଗନ୍ନାଥ କି ଜଗନ୍ନାଥ ତ କୌଣସି ନିର୍ଦ୍ଦିଷ୍ଟ ବର୍ଗର କି ଗୋଷ୍ଠୀର ଭଗବାନ ନୁହନ୍ତି। ଜଗତର ନାଥ ଜଗନ୍ନାଥ ଜଗତରେ କ'ଣ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବସବାସ କରୁଛନ୍ତି? अच्छा ସବୁ ये ଧର୍ମ बड़ा वितर्क ସବୁ हम कहीं पर्यंत जगन्नाथ मंदिर को क्रिश्चियन मुसलमान मान को एंट्री नहीं ये ତା आउ को ତା बड़ा ଏକ वितर्क हम ଭିନ୍ନ ପ୍ରସଙ୍ଗ मुझे प्रसंग को जीवा ତା ଏକ चाहूनी ଭିନ୍ନ मैडम ପ୍ରସଙ୍ଗ କିନ୍ତୁ ଜଗନ୍ନାଥ ସମସ୍ତଙ୍କ ଠାକୁର। ମୁଁ ଟିକେ ପୂର୍ବରୁ କହିଲେ ନା ଦାସିଆ ବାଉରୀଙ୍କଠୁ ଜଣେ ଦଳିତ ହେଇକି ବି ସେ ନଡ଼ିଆ ତା ହାତରୁ ନେଇଯାଇଥିଲେ ଏ କଥାକୁ ଆପଣ ସ୍ୱୀକାର କରୁଛନ୍ତି? ଆଜି ମଧ୍ୟ ଦାସିଆ ବାଉରୀ ପୀଠ ଜୀବିତ ଅଛି। ଆପଣ ମଧ୍ୟ ସେଠିକୁ ଯାଇ ମୁଣ୍ଡିଆ ମାରୁଛନ୍ତି। ଯଦି ଏଇଟା ସତ ତାହେଲେ କାହିଁକି ଏଇଟା ମିଛ ହେବ ଯେ ଜଗନ୍ନାଥ ସମସ୍ତଙ୍କର ଠାକୁର ବୋଲି? ଯଦି ଭକ୍ତ ସାଲବେଗ ମନ୍ଦିର ପାଖରେ ରଥ ଅଟକୁଛି ତାହେଲେ କାହିଁକି ଅବିଶ୍ୱାସ ହେଉଛି ଜଗନ୍ନାଥ ସମସ୍ତଙ୍କ ଠାକୁର ବୋଲି? ତେଣୁରେ ଭକ୍ତ ଭଗବାନଙ୍କ ପାଖକୁ ଯିବ ଏଥିରେ ମନ୍ଦିର ଭିତରକୁ ଗଲେ ଯେ ଭଗବାନ ଜଣକୁ ମିଳିବେ ତା ତ ନୁହେଁ। ଦାସିଆ ବାଉରୀ କ'ଣ ଜଗନ୍ନାଥଙ୍କ ମନ୍ଦିର ଭିତରକୁ ଯାଇଥିଲା ନା ଭକ୍ତ ସାଲବେଗ ମନ୍ଦିର ଭିତରକୁ ଯାଇକି ଜଗନ୍ନାଥଙ୍କୁ ଦର୍ଶନ କରିଥିଲା? अच्छा ଫିର୍ ବି ତ ସବୁବେଳେ ଭଗବାନ ଭକ୍ତର ହେଇଥାନ୍ତି। अच्छा ମନ୍ଦିରକୁ ଯାଉ କି ନ ଯାଉ